ଦେଖନ୍ତୁ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର। ଯଦି ଆପଣ ମାନେ ପିଏମ କିଷାନ ଯୋଜନାରେ 20ତମ କିସ୍ତି ଟଙ୍କାରେ 2000 ଟଙ୍କା ପାଇସାରିଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ପୁଣି ଖୁସି ଖବର ଆସିଯାଇଛି। ଆପଣମାନଙ୍କୁ ପିଏମ କିଷାନ ଯୋଜନାର 21ତମ କିସ୍ତିରେ ପୁଣି ଥରେ 2000 ଟଙ୍କା ମିଳିବାକୁ ଯାଉଛି। ତେବେ ତାହା ଆପଣମାନଙ୍କୁ କେବେ ମିଳିବ, ଆସନ୍ତୁ ସେ ବିଷୟରେ ଡିଟେଲ୍ସ ଦେଖିବା। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଭିଡିଓକୁ ସ୍କିପ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଭିଡିଓଟି ଆପଣମାନଙ୍କୁ ଟିକେ ବି ଇନଫର୍ମେଟିଭ ଲାଗିବ, ତାହେଲେ ଭିଡିଓକୁ ଗୋଟେ ଲାଇକ୍ ନିହାତି କରିଦେବେ। ଆଉ ଚ୍ୟାନେଲରେ ନଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ ଉପରେ ପ୍ରେସ କରି ଅଲ୍ ନୋଟିଫିକେସନ ଉପରେ ଅନ୍ କରି ରଖିଥାନ୍ତୁ। ଯାହା ଫଳରେ ସରକାରଙ୍କ ତରଫରୁ ଯାହାବି ଏଇଭଳି ନୂଆ ନୂଆ ଯୋଜନା ବିଷୟରେ ଅପଡେଟ ଆସିବ, ତାର ଆପଣମାନେ ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। ତେବେ ଦେଖନ୍ତୁ, ପୁଣି ଚାଷୀଙ୍କୁ ମିଳିବାକୁ ଯାଉଛି 2000। 21ତମ କିସ୍ତିକୁ ନେଇ ଆସିଲା ନୂଆ ଅପଡେଟ। ନିକଟରେ ସରକାର ଚାଷୀଙ୍କୁ ପିଏମ କିଷାନ ଯୋଜନାର 20ତମ କିସ୍ତି ଟଙ୍କା ପଠାଇଥିଲେ। ଇତିମଧ୍ୟରେ ଚାଷୀଙ୍କ ପାଇଁ ପୁଣି ଥରେ ଖୁସି ଖବର ସାମ୍ନାକୁ ଆସିଯାଇଛି। ଏହି ଦିନ ଚାଷୀମାନଙ୍କୁ ପିଏମ କିଷାନ ଯୋଜନାର 21ତମ କିସ୍ତି ଟଙ୍କାରେ ପୁଣି ଥରେ 2000 ଟଙ୍କା ମିଳିବାକୁ ଯାଉଛି। ନିକଟରେ କେନ୍ଦ୍ର ସରକାର ସମ୍ପ୍ରତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20ତମ କିସ୍ତି ଜାରି କରିଛନ୍ତି। ଏଥିରେ ଦେଶର 9.7 କୋଟି ଚାଷୀଙ୍କୁ 2000 ଟଙ୍କା କିସ୍ତି ଆକାରରେ ମିଳିସାରିଛି। ବହୁ ଲକ୍ଷ ଚାଷୀଙ୍କ ଟଙ୍କା ମଝିରେ ଅଟକି ଯାଇଥିଲା, ଯାହା ଏକ ବଡ ଝଟକା ଥିଲା। ଏବେ ସମସ୍ତ ଚାଷୀଙ୍କ ମନରେ ପ୍ରଶ୍ନ ହେଉଛି, ପରବର୍ତ୍ତୀ କିସ୍ତି ପାଇଁ ଟଙ୍କା କେବେ ଆସିବ? ତେବେ ଦେଖନ୍ତୁ, ଏହା ଭିତରେ 21ତମ କିସ୍ତିକୁ ନେଇ ଗୋଟେ ଖୁସି ଖବର ଆସିଯାଇଛି। ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତିର ରାଶି ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ଜାରି ହୋଇପାରିବ। ତଥାପି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାନ୍ତି, କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ଏପରି ଦାବି କରାଯାଉଛି କି ପିଏମ କିଷାନ ଯୋଜନାର 21ତମ କିସ୍ତି ଟଙ୍କା ଅକ୍ଟୋବର ଶେଷ ଆଡକୁ ମିଳିଯାଇପାରେ ବୋଲି। ଦେଖନ୍ତୁ, କିସ୍ତି କେବେ ରିଲିଜ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପରବର୍ତ୍ତୀ 2000 ଟଙ୍କାର କିସ୍ତି ଅକ୍ଟୋବରରେ ଜାରି ହୋଇପାରେ। ଅର୍ଥାତ୍ ଦୀପାବଳି ପାଖାପାଖି ଏହି ଉପହାର ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ କିସ୍ତିର ଲାଭ ସେହି ଚାଷୀମାନଙ୍କୁ ମଧ୍ୟ ମିଳିବ ଯେଉଁମାନେ ଇକେୱାଇସି କାମ କରିଛନ୍ତି। ତେବେ ଦେଖନ୍ତୁ, ଯଦି ଆପଣମାନେ ଆପଣମାନଙ୍କ ଇକେୱାଇସି ଏପର୍ଯ୍ୟନ୍ତ କମ୍ପ୍ଲିଟ କରିନାହାନ୍ତି, ତାହେଲେ ଆପଣମାନେ ଏହି 21ତମ କିସ୍ତି ପୂର୍ବରୁ ଆପଣମାନଙ୍କର ଇକେୱାଇସି କୁ କମ୍ପ୍ଲିଟ କରିନିଅନ୍ତୁ। ନହେଲେ ଆପଣମାନେ ପିଏମ କିଷାନ ଯୋଜନାର 2000 ଟଙ୍କା ପାଇବାରୁ ବଞ୍ଚିତ ରହିପାରନ୍ତି। ସେଥିପାଇଁ ଜଲ୍ଦି ଯାଇକି ଆପଣମାନଙ୍କର ଇକେୱାଇସି କାମକୁ ସାରି ଦିଅନ୍ତୁ।